ନୂଆ ବର୍ଷରେ ବଡ଼ ଖୁସି ଖବର। ଆକାଉଣ୍ଟରେ ଜମା ହେବ 6000 ଟଙ୍କା। ଜାଣନ୍ତୁ କେଉଁମାନଙ୍କୁ ମିଳିବ ଟଙ୍କା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। କେନ୍ଦ୍ର ସରକାର ନୂଆ ବର୍ଷ 2026 ଆରମ୍ଭରେ ଚାଷୀମାନଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନିବେଶ ସହାୟତା ପାଇବା ପାଇଁ ଚାଷୀମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ମଧ୍ୟ 3ଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାଶ୍ ଜମା କରାଯିବ। ତେଣୁ ସରକାର ପ୍ରତି 4 ମାସରେ 2000 ଟଙ୍କା ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ପାଣ୍ଠି ଫେବୃଆରୀରେ ଜାରି ହେବାର ସମ୍ଭାବନା ଅଛି। ଗତ ବର୍ଷରେ ନଭେମ୍ବର ଶେଷ ପର୍ଯ୍ୟାୟରେ କିସ୍ତି ବଣ୍ଟନ କରାଯାଇଥିଲା। ସେହି ସମୟସୀମା ଶେଷ ହେବା ପରେ କର୍ତ୍ତୃପକ୍ଷ ଫେବୃଆରୀ ପ୍ରଥମ ସପ୍ତାହରେ 22ତମ ପର୍ଯ୍ୟାୟ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରୁଛନ୍ତି। ଏହା ଦେଶର କୋଟି କୋଟି ଚାଷୀଙ୍କୁ ସେମାନଙ୍କ ଚାଷ ଖର୍ଚ୍ଚ ପାଇଁ ଆଶ୍ୱସ୍ତି ପ୍ରଦାନ କରିବ। ଦ୍ୱିତୀୟ ପର୍ଯ୍ୟାୟ ପାଣ୍ଠି ଜୁନ୍ କିମ୍ବା ଜୁଲାଇରେ ଜାରି ହେବାର ସମ୍ଭାବନା ଅଛି ଓ ଖରିଫ ଋତୁ ଆରମ୍ଭରେ ଏହି ନଗଦ ଉପଲବ୍ଧ ହେବା ଦ୍ୱାରା ଚାଷୀମାନେ ବିହନ ଓ ସାର କିଣିବାରେ ବହୁତ ଲାଭ ପାଇବେ। ତୃତୀୟ କିସ୍ତି ଅକ୍ଟୋବର କିମ୍ବା ନଭେମ୍ବରରେ ବଣ୍ଟନ କରାଯିବ ଆଶା କରାଯାଉଛି। ରବି ଫସଲ ଋତୁ ଆରମ୍ଭ ହେଲେ ଏହି ନିବେଶ ସହାୟତା ଚାଷୀମାନଙ୍କୁ ସହାୟତା କରିବ। ଏହି ଯୋଜନାର ଲାଭ ପାଇବା ପାଇଁ ଚାଷୀମାନଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ। ଇ-KYC ପ୍ରକ୍ରିୟା ସମାପ୍ତ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଚାଷୀମାନେ ସେମାନଙ୍କ ନିକଟସ୍ଥ ସେବା କେନ୍ଦ୍ର ମାଧ୍ୟମରେ ଏହି ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବା ଉଚିତ। ତେଣୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିବା ସହିତ ଜମି ବିବରଣୀ ମଧ୍ୟ ଯାଞ୍ଚ କରାଯିବା ଉଚିତ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।